ତ ଗତକାଲି ସମସ୍ତଙ୍କୁ ଜଣାଥିବ କ'ଣ ହେଇଛି, ମାନେ ଜାମ୍ମୁ କାଶ୍ମୀରରେ ବହୁତ ବଡ଼ ଟେରରିଷ୍ଟ ଆଟାକ୍ ହେଇଛି। ତ ସେଇ ଆଟାକ୍ରେ କମ୍ ସେ କମ୍ ପାଖାପାଖି 26 ଲୋକର ମୃତ୍ୟୁ ହେଇଛି। ବହୁତ ଲୋକ ଆଘାତ ହେଇ ହସ୍ପିଟାଲରେ ଅଛନ୍ତି। ତ ସେଇ ଆଟାକ୍ଟା ଏମିତି ହେଇଛି, ବହୁତ ଖତରନାକ। ମାନେ ଏମିତି ଯେ ସେମାନଙ୍କୁ ଟେରରିଷ୍ଟ ମାନେ ଯେଉଁମାନେ ଯେଉଁ ଟୁରିଷ୍ଟ ଯାଇଥିଲେ ସେମାନଙ୍କୁ ଟେରରିଷ୍ଟ ମାନେ ଯେଉଁ ଯିଏ ଆଟାକ୍ କଲା ତାଙ୍କ ଧର୍ମ ପଚାରି ମାନେ ତାଙ୍କୁ ଗୁଳି ମାରିଛନ୍ତି। ତ ମୁଁ ଏବେ ଗୋଟେ ନ୍ୟୁଜ୍ରେ ଦେଖୁଥିଲି, ମାନେ କର୍ଣ୍ଣାଟକର ଗୋଟେ ଫ୍ୟାମିଲି ଯାଇଥିଲେ। ତ ସେ ଫ୍ୟାମିଲି ମାନେ ତାଙ୍କ କହିବା ଅନୁସାରେ ସେଇଟା କହୁଛି, ତାଙ୍କ ଯେତେବେଳେ ସେ ତା ହଜବେଣ୍ଡକୁ ମାରିଲା ତ ସେ ୱାଇଫ୍ କହିଲା କି ଆମକୁ ହିଁ ମାରିଦିଅ, ତା ପୁଅ ବି କହିଲା ଆମକୁ ମାରିଦିଅ। ବଟ୍ ସେଇଠି ଗୋଟେ ଯେଉଁ ଟେରରିଷ୍ଟ ଥିଲା ସେ କହୁଛି ନାଇଁ ଯାଇକିରି ମୋଦିକି କୁହ। ଆରେ ଭାଇ ଦେଖ, ତମର ଯଦି ମୋଦି ସହିତ ପ୍ରୋବ୍ଲେମ୍ ଥିଲା କି ଯାହା ବି ସେମାନେ, ତ ସେମାନଙ୍କ ସହିତ ତମେ କ'ଣ କର କି ତମେ କର, ମାନେ ଖାଲି ସେଇ ମାନେ ଯାହାର କିଛି ଭୁଲ ନାହିଁ, ସେମାନେ ନିଜର ସମୟ ବିତେଇବା ପାଇଁ ଥିଲେ ଛୁଟିରେ, ସେମାନଙ୍କୁ ତମେ ମାରି ତମେ କ'ଣଟା ମିଳିବ ତମକୁ? ମାନେ ବହୁତ ଲୋକ ଯାଇଥିଲେ ବୁଲିବା ପାଇଁ, ସେ ଭିତରୁ ଏତେ ଜଣ ମୃତ୍ୟୁ ହେଇଛନ୍ତି। ବାହାର ଦେଶରୁ ବି 2-3 ଜଣ ବି 2 ଜଣର ମୃତ୍ୟୁ ହେଇଛି ବୋଲି ଖବର ଆସିଛି। ପୁରା କ୍ଲିୟର ଖବର କିଛି ଆସିନି। ତ ଏହାର ରିଭେଞ୍ଜ ଦରକାର ସମସ୍ତଙ୍କୁ। ଭାଇ ଆଉ ବହୁତ ଦିନ ଆଉ ସେକୁଲାରିଜମ୍ ଆଉ ଚଳି ହେବନି, ମାନେ ଦେଶ ବହୁତ ଖରାପ ହେଇଗଲାଣି। ଏବେ ରିସେଣ୍ଟଲି ଦେଖ ହେଇଥିଲା କୋଲକାତାରେ ଗୋଟେ ସେମ୍ ଘଟଣା ଏମିତି ହେଇଥିଲା, କ'ଣ ସେବାକୁ ବୋର୍ଡ଼କୁ ନେଇକିରି। ପୁଣି ଥରେ ଏବେ ଆଉଥରେ କାଶ୍ମୀର ହେଲା, ମାନେ ଏମିତି ବହୁତ କଣ୍ଟିନ୍ୟୁ ଚାଲିଛି। ଆଉ କିଛି ମାନେ ଆଉ ବହୁତ ଦିନ ସେକୁଲାରିଜମ୍ ରହି ଚଳି ହେବନି।